ଜୟ ଶ୍ରୀରାମ। ପବିତ୍ର ରାମ ନବମୀ। ଏହା ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ଦିନ ପାଳିତ ହୋଇଥାଏ। ଏହି ଦିନ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ପ୍ରଭୁ ବିଷ୍ଣୁଙ୍କର ସପ୍ତମ ଅବତାର ରୂପରେ। ନବରାତ୍ରର 9ଟି ଶକ୍ତି ଉପାସନା ପରେ ଏହି ଦିନ ନବରାତ୍ର ମଧ୍ୟ ସମାପନ ହୋଇଥାଏ। ଏହି ଦିନ ପ୍ରତ୍ୟେକ ରାମ ମନ୍ଦିର ଅତ୍ୟନ୍ତ ସୁନ୍ଦର ଭାବରେ ସଜା ହୋଇଥାଏ। ଭକ୍ତମାନେ ରାମଙ୍କୁ ସ୍ମରଣ କରି ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା ହୋମଯଜ୍ଞ ଆଦି କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ରାମମୟ କରିଦେଇଥାନ୍ତି। ओम अग्नये स्वाहा इदं नमाम ओम वयवे स्वाहा सूर्यया इदं नमाम। ଏହାପରେ ଏକ ବିରାଟ ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥାଏ। ଭକ୍ତମାନଙ୍କ ଜୟ ଶ୍ରୀରାମ ଉଚ୍ଚାରଣ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆଧ୍ୟାତ୍ମିକ କରିଥାଏ। ବିଶ୍ୱାସ ଅଛି ଏହାଦ୍ୱାରା ନକାରାତ୍ମକ ଶକ୍ତି ମନରୁ ବାହାରି ଯାଇ ଆଧ୍ୟାତ୍ମିକ ଶକ୍ତି ପ୍ରବେଶ କରିଥାଏ। ଯେପରି ପ୍ରଭୁ ଶ୍ରୀରାମ ଅସୁରମାନଙ୍କୁ ମାରି ସଂସାରରେ ଧର୍ମ ପ୍ରତିଷ୍ଠା କରିଥିଲେ, ସେହିପରି ଶ୍ରୀରାମଙ୍କ ଶରଣରେ ଆମ ଜୀବନରୁ ଅସୁର ରୂପୀ ନକାରାତ୍ମକ ଶକ୍ତି ନଷ୍ଟ ହୋଇ ଆମ ଜୀବନରେ ସୁଖ ଆନନ୍ଦ ଭରି ଦେଇଥାଏ। ଏହି ଦିନ ଅଯୋଧ୍ୟା ମନ୍ଦିରକୁ ଅତି ସୁନ୍ଦର ଭାବରେ ସଜା ହୋଇଥାଏ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିଥାନ୍ତି